ନିମ୍ବକଡ଼କୁ ଆଳୁ ବାଇଗଣ କୁଣ୍ଡ କୁଣ୍ଡ କାଟିକିରି ଭଜା ହୁଏ। ସେଟା ଭଲ ଲାଗେ। ଆଉ ସେଟା ବି ନିମ୍ବକଡ଼ଟାକୁ ଚୈତ୍ର ମାସରେ ଖାଆନ୍ତି ଲୋକ ସମସ୍ତେ ଭଲ ପାଆନ୍ତି ଖାଇବାକୁ। ସେତେବେଳେ ଶାଗ ଶାଗ ତାଙ୍କର ବାଇରେ ହୁଏ। ଆଉ ମାଛ ଭଜା, ସେ ଗଲାବେଳେ ଜଟଣୀରୁ ମାଛ ବି ନେଇକିରି ଯାଆନ୍ତି। ମାଛ ଭଜା, ଶାଗ ଭଜା। ଆମ ଘରେ ଆମେ ସମସ୍ତେ ବୋହୂମାନେ ଆମେ ରୋଷେଇ କରୁ ଆମେ ନିଜେ। ଏଠି ସିନା ଲୋକ ରଖିଛୁ, ସେଠି ସବୁ ଆମେ ନିଜେ କରୁ। ସବୁ ପ୍ରକାର ପରିବା ପଡ଼ିକିରି ଚୁନା ମାଛ ପଡ଼ିକିରି ରାଇ ହବ, ଆଉ ଶାଗ ହବ, ମାଛ ବଡ଼ ମାଛ ଥିଲେ ଭଜା ହବ, ଖାଇବେ। ବୋଉ ପରା ଏଇନା ବମ୍ବେ ଯାଇଛି ଭାରି ପୁଅ, ତାର ଚାକିରି ପରା, ତାର ଚାକିରି ସେଠି। ନାଇଁ ବାହାରେ କାହିଁ ରହିବ? ପୁଅ ଚେଷ୍ଟା କରୁଛି ଏଠିକି ନେଇ ଆସିବ। ବଡ଼ ପୁଅ ଗୋଟେ ଇଣ୍ଟରଭ୍ୟୁ କ'ଣ ତାର ଅଛି ଆଜି ଯୋଗକୁ, ସେ ସାଡ଼େ ଯାଇଛି ଭାରି, ଆସିବ। ଡେରି ହେଇଗଲାଣି, ଆସିନି। ହଁ ତାଙ୍କୁ ହଁ ଭଲ ପାଆନ୍ତି, ଭଲ ବାପା ଭଳିଆ ପୁଅ ମାନେ ଖାଆନ୍ତି। ହଁ ବାହାଘରରେ ସମସ୍ତେ ନାଚୁଥିଲୁ, ବୋହୂ ନାଚୁଥିଲା ସମସ୍ତେ। କ'ଣ କହିବି, ସବୁ ତ ଭଲ ଲାଗୁଛି। ଭାଇ ସବୁ ଆଇଟମ୍ ଗୁଡ଼ାକ ତାଙ୍କ ମନକୁ କହନ୍ତି। ଝିଅ ଜ୍ୱାଇଁ ଆସିଥିଲେ, ବଡ଼ ଝିଅ ଜ୍ୱାଇଁ ଆଇଥିଲେ। ଆଉ ପ୍ରସାଦ ଆସିନି, ଆସିବ ଏଇନା। ହଁ ମୁଁ ଖାଇଲି। ଆଉ ସେ ରୋଷେଇଆ କହୁଥିଲେ କି ଆପଣ ତାଙ୍କୁ କିଛି ନିମ୍ବକଢ଼ ଦେଲେ, କହିଲେ ଏକ୍ସଟ୍ରା ଆଇଟମ୍ ଗୋଟେ କର, ଲୋକଙ୍କୁ ଭଲ ଲାଗିବ। ତା ବିଷୟରେ କ'ଣ କହିବେ? ନିମ୍ବକଢ଼କୁ ଆଳୁ ବାଇଗଣ କୁଣ୍ଡ କୁଣ୍ଡ କାଟିକିରି ଭଜା ହୁଏ। ସେଟା ଭଲ ଲାଗେ। ଆଉ ସେଟା ବି ନିମ୍ବକଢ଼ଟାକୁ ଚୈତ୍ର ମାସରେ ଖାଆନ୍ତି ଲୋକ ସମସ୍ତେ, ଭଲ ପାଆନ୍ତି ଖାଇବାକୁ। ପଖାଳ ଖାଇବାକୁ ଯେତେବେଳେ ଆପଣ ୟଙ୍ଗ ଥିଲେ, ଯେତେବେଳେ ସୁର ଭାଇ ମଧ୍ୟ ୟଙ୍ଗ ଥିଲେ, ସେତେବେଳେ ସେ ପଖାଳ ଖାଇବାକୁ ପସନ୍ଦ କରନ୍ତି ନା? ବହୁତ ପଖାଳ ଖାଆନ୍ତି। ସେ ଘରକୁ ଗଲା ମାନେ ପଖାଳ ଖାଆନ୍ତି। ସେତେବେଳେ ଆପଣ କ'ଣ କ'ଣ ଆଇଟମ୍ କରିଦିଅନ୍ତି ସେମାନେ ଖାଇବାକୁ? ସେତେବେଳେ ଶାଗ ତାଙ୍କର ବାଇରେ ହୁଏ, ଆଉ ମାଛ ଭଜା। ସେ ଗଲାବେଳେ ଜଟଣୀରୁ ମାଛ ବି ନେଇକିରି ଯାଆନ୍ତି। ମାଛ ଭଜା, ଶାଗ ଭଜା। ଆପଣ ନିଜ ହାତରେ କେତେବେଳେ ଖୁଆଇଛନ୍ତି ସୁର ଭାଇ? ଆମ ଘରେ ଆମେ ସମସ୍ତେ ବୋହୂମାନେ ଆମେ ରୋଷେଇ କରୁ ଆମେ ନିଜେ। ଏଠି ସିନା ଲୋକ ରଖିଛୁ, କିନ୍ତୁ ସେଠି ସବୁ ଆମେ ନିଜେ କରୁ। ଆପଣଙ୍କ ରୋଷେଇକୁ ସୁର ଭାଇ କେତେ ପସନ୍ଦ କରନ୍ତି? ଏ ଯୋଉ ଦୁଇ ଭାଇ ରୋଷେଇ କରୁଛନ୍ତି, ଆଙ୍କ ରୋଷେଇ ପସନ୍ଦ କରନ୍ତି ନା ଆପଣଙ୍କ ରୋଷେଇ? ମୋ ରୋଷେଇକୁ ପସନ୍ଦ କରନ୍ତି। କ'ଣ ଅଧିକା ପସନ୍ଦ ସୁର ଭାଇ? ସବୁ ପ୍ରକାର ପରିବା ପଡ଼ିକିରି ଚୁନା ମାଛ ପଡ଼ିକିରି ରାଇ ହବ, ଆଉ ଶାଗ ହବ, ମାଛ ବଡ଼ ମାଛ ଥିଲେ ଭଜା ହବ, ଖାଇବେ। ଆଉ ଘରକୁ ଆସିଛନ୍ତି ନୂଆ ବୋହୂ, ପଖାଳ ଖାଇଲେଣି? ଖାଇଲେ। କୋଉଠି ରହୁଛନ୍ତି ନା ନୂଆ ବୋହୂ? ବୋଉ ପରା ଏଇନା ବମ୍ବେ ଯାଇଛି ଭାରି ପୁଅ, ତାର ଚାକିରି ପରା, ତାର ଚାକିରି ସେଠି। ନାଇଁ ବାହାରେ କାହିଁ ରହିବ? ପୁଅ ଚେଷ୍ଟା କରୁଛି ଏଠିକି ନେଇ ଆସିବ। ବଡ଼ ପୁଅ ଗୋଟେ ଇଣ୍ଟରଭ୍ୟୁ କ'ଣ ତାର ଅଛି ଆଜି ଯୋଗକୁ, ସେ ସାଡ଼େ ଯାଇଛି ଭାରି, ଆସିବ। ଡେରି ହେଇଗଲାଣି, ଆସିନି। ହଁ ତାଙ୍କୁ ହଁ ଭଲ ପାଆନ୍ତି, ଭଲ ବାପା ଭଳିଆ ପୁଅ ମାନେ ସବୁ ଖାଆନ୍ତି, ଝିଅ ମାନେ ଖାଆନ୍ତି। ମୁଁ ବହୁତ ଖୁସି ଅଛି। ହଁ ବାହାଘରରେ ସମସ୍ତେ ନାଚୁଥିଲୁ, ବୋହୂ ନାଚୁଥିଲା, ସମସ୍ତେ ଆଉ କହୁଥିଲେ ହାତ ଧରିକି ଆପଣ ନାଚୁଥିଲେ। ହଁ। ଆଉ ମୁଁ ଘରକୁ ଆଇଲେ ଲୁଗା ଟଣା ହବ ଉପରେ,
ସେମାନେ ଦି ଜଣ ଯାକ ଆସିବେ ତାଙ୍କର ଦୋଳ ମକୁଟ ହେଇକିରି ଆସିବେ ଘରକୁ। ଆଉ ସେସବୁ ସିଷ୍ଟମ୍ ଆମର ଅଛି ନା। ତମେ କ'ଣ ବାହା ହେଇଛ ଜାଣିନ? ବାଇଚଟି